ସକାଳର ପାଠ୍ୟକୁ ସମସ୍ତଙ୍କୁ ସ୍ୱାଗତ କରୁଛି। କାଲି ଗୋଟେ ମାଙ୍କର ବାଣୀ ଗୋଟେ ବହୁତ ଲମ୍ବା କୋଶ୍ଚିନ୍ ଆନ୍ସର। Uta ପଚାରୁଛନ୍ତି mother, what is the difference between the Lord and Swayam? ଭଗବାନ ଏବଂ ସ୍ୱୟଂ ଭିତରେ ତଫାତ୍ କ'ଣ? କାହିଁକିନା ଆମେ ଯଦି ସ୍ୱୟଂକୁ ବି ଭଗବାନ ମାନୁଛୁ, ଭଗବାନ ତ ହେଲେ ସମାନ ଏକା କଥା, ଆଉ ତଫାତ୍ କ'ଣ ହେଲା? ଦ୍ୟାଟ୍ ଇଜ୍ ନୋ ଏସେନ୍ସିଆଲ ଡିଫରେନ୍ସ। ମା କହୁଛନ୍ତି ଏମିତି ନିର୍ଦ୍ଦିଷ୍ଟ କିଛି ଫରକ ନାହିଁ। ଦ୍ୟାଟ୍ ଇଜ୍ ନୋ ଏସେନ୍ସିଆଲ ଡିଫରେନ୍ସ, ସେମିତି କିଛି ଗୋଟେ ନିର୍ଦ୍ଦିଷ୍ଟ ଫରକ ନାହିଁ। ବଟ୍ ଦ ଲର୍ଡ ଇଜ୍ ଅଲ୍ ଆଣ୍ଡ ସ୍ୱୟଂ ଇଜ୍ ଏ ପାର୍ଟ। ଭଗବାନ ହେଲେ ସମଗ୍ର, ସ୍ୱୟଂ ସେଥିରୁ ଗୋଟେ ଅଂଶ। ବଟ୍ କନସିୟସ୍ ଅଫ୍ ଦି ସୁପ୍ରିମ୍ ଲର୍ଡ ଅଫ୍ ହୁମ୍ ହି ଇଜ୍ ଏନ୍ ଇମାନେସନ୍। ସେ କେଉଁଠୁ ଆସିଛନ୍ତି, କାହାର ପାର୍ଟ, ସେ ବିଷୟରେ ସେ ସମ୍ପୂର୍ଣ୍ଣ ନିଶ୍ଚିତ, ସଚେତନ ଅଛନ୍ତି ଏବଂ ତାଙ୍କର ବିଭୂତି ବୋଲି ଜାଣନ୍ତି। ସେ ବି ତ ଜାଣିଛନ୍ତି ଯେ ଭଗବାନଙ୍କ ବିଭୂତି, ଭଗବାନଙ୍କର ଅଂଶ, ସେଇଠୁ ଆସିଛନ୍ତି। ସୋ ଦ୍ୟାଟ୍ ଇଜ୍ ଏସେନ୍ସିଆଲି ନୋ ଡିଫରେନ୍ସ, କିଛି ଫରକ ନାହିଁ। ତା ମେନ୍ ସେଠୁ ଟିକେ କିଛି ଆଉ କ'ଣ, ପାର୍ଟ ଅଫ୍ ଇଟ୍, ଆଉ ପାର୍ଟ ଅଫ୍ ଇଟ୍, ସେଥିରୁ କିଛି। ୱେର୍ ଇଜ୍ ସ୍ୱୟଂ ଆଟ୍ ଦି ମୋମେଣ୍ଟ? ବର୍ତ୍ତମାନ ସେ କେଉଁଠି ଅଛନ୍ତି? ହୋତା ପଚାରୁଛନ୍ତି। ମା କହିଲେ ସ୍ୱୟଂ ଇଜ୍ ହ୍ୱେର୍ ଏଭର୍ ହି ୱାଣ୍ଟସ୍ ଟୁ ବି, ବିକଜ୍ ହି ଇଜ୍ ଫ୍ରି। ସେ ମଧ୍ୟ ଯେଉଁଠି ଚାହିଁବେ ସେଠି ରହିପାରିବେ, କାରଣ ସେ ତ ମୁକ୍ତ ନା, ସେ ଶରୀରରେ ଆବଦ୍ଧ ନୁହନ୍ତି, ସେ ତ ମୁକ୍ତ, ତେଣୁ ସେ ଯେଉଁଠି ଚାହିଁ ରହିପାରିବେ। ବଟ୍ ହି ହାଜ୍ ଏ ପରମାନେଣ୍ଟ ହୋମ୍ ଇନ୍ ଦି ସଫ୍ଟ ଫିଜିକାଲ। ସୂକ୍ଷ୍ମ ଭୌତିକ ସ୍ତର ଅଛି, ସଫ୍ଟ ଫିଜିକାଲ, ସେଠି ତାଙ୍କ ଗୋଟେ ପରମାନେଣ୍ଟ ହୋମ୍, ମାନେ କ୍ୱାର୍ଟର ଥାଏନି କି, ଆପଣ ଆମେ ଟୁର୍ କରୁ, ବୁଲି ବାଲିକି ଆସି ପୁଣି କ୍ୱାର୍ଟରରେ ନିଜ ଘରେ ରହୁ, ସେ ଗୋଟେ ପରମାନେଣ୍ଟ ହୋମ୍ ଅଛି। ସ୍ଥୂଳ ଭୌତିକ, ସଫ୍ଟ ଫିଜିକାଲ, ସରି ସୂକ୍ଷ୍ମ ଭୌତିକ, ସୂକ୍ଷ୍ମ ଭୌତିକ ସ୍ତରରେ, ସୂକ୍ଷ୍ମ ଭୌତିକ ଜଗତରେ ତାଙ୍କର ଗୋଟେ ଘର ଅଛି, ପରମାନେଣ୍ଟ ଘର। ସୂକ୍ଷ୍ମ ଭୌତିକଟା କ'ଣ ବୋଲି ସେ ବୁଝେଇଛନ୍ତି? ଦି ରିଜିଅନ୍ କ୍ଲୋଜେଷ୍ଟ ଟୁ ଦି ଆର୍ଥ ଫିଜିକାଲ। ଏଇ ପୃଥିବୀର ଯେଉଁ ପାର୍ଥିବ ଜଗତ, ତାଠାରୁ ସବୁଠାରୁ ନିକଟତମ ଜଗତ ହେଉଛି ସୂକ୍ଷ୍ମ ଜଗତ, ସୂକ୍ଷ୍ମ ଭୌତିକ ଜଗତ। ସେ ସୂକ୍ଷ୍ମ ଭୌତିକ ଜଗତରେ ସେମାନେ ତାଙ୍କ ପାଇଁ ଗୋଟେ ଘର ରଖିଛନ୍ତି, ସେଠି ଗୋଟେ ଘର ଅଛି। ତାପରେ କହିଲେ where all those who wish to see him can go and see him। ଯିଏ ସୂକ୍ଷ୍ମ ଭୌତିକ ସ୍ତରକୁ ଯିବାକୁ ଚାହିଁବେ ସେଠି ଯାଇକି ତାକୁ ଦେଖିପାରିବେ, ସେଠି ଅଛନ୍ତି ସେ। ଆଚ୍ଛା, ସୂକ୍ଷ୍ମ ଭୌତିକ ସ୍ତରକୁ ଯିବା ପାଇଁ ଅସମ୍ଭବ ନୁହଁ, ନହେଲେ ଏକଥା କାହିଁ ଲେଖିଥାନ୍ତେ? ଲେଖିଥାନ୍ତେ ସୂକ୍ଷ୍ମ ଭୌତିକ ସ୍ତର ଅଛନ୍ତି କିନ୍ତୁ ତୁମମାନେ ଦେଖିପାରିବେନି, କାରଣ ତୁମ ସେଠି ଯିବା ସମ୍ଭବ ନୁହଁ। ସମସ୍ତଙ୍କ ସେ କଥା ଲେଖିଛନ୍ତି, ଯିଏ ଚାହିଁବ ଯାଇ ଦେଖିପାରିବ, ଯିଏ ସେଠିକି ଯିବ ଯାଇ ଦେଖିପାରିବ ତାଙ୍କୁ। So all those who wish to see him can go and see him। এটা ମାନେ there is a chance of it, there is a chance of it, ଗୋଟେ ସୁବିଧା ସୁଯୋଗ ଅଛି, ତୁମେ ଯାଇପାରିବ। ଆମେ କେଉଁ ଟ୍ରେନ୍ କି ବସ୍ କେଉଁଥିରେ ଯିବାକୁ ପଡ଼ିବ? ଚେତନାର ସ୍ତରରେ ଯିବାକୁ ପଡ଼ିବ। ସେ ଗୋଟେ ସ୍ତର, ଚେତନାର ସେ ଗୋଟେ ସ୍ତର, ତେଣୁ ସେଠି ଯାଇ ପହଞ୍ଚିଲେ ସେଠି ଯାଇପାରିବେ। What form has he got? ତାଙ୍କ ଏବେ ରୂପ କ'ଣ, କେମିତି ଦେଖିବାକୁ?
There in the subtle physical, his form is similar to the one he had upon earth. ସେଇ ସୂକ୍ଷ୍ମ ଭୌତିକ ଜଗତରେ ସଫ୍ଟ ଫିଜିକାଲ ତାଙ୍କର ରୂପ ଅବିକଳ ଯାହା ଥିଲା ପୃଥିବୀରେ ସେଇ ରୂପ ଅଛି। is similar to the one he had upon earth. ସେଇ ଶ୍ମଶ୍ରୁ ଦାଢ଼ି ଏବଂ ପକ୍କ କେଶ ଉନ୍ମତ ବକ୍ଷ ସବୁ ଏକଦମ ସେଇ ଚେହେରା ହିଁ ଅଛି ସେଠି, କିନ୍ତୁ ଫରକ ହେଉଛି but with a splendid piece of immortality. Splendid piece of immortality, ଗୋଟେ ଅମୃତତ୍ୱର ପ୍ରବଳ ଶାନ୍ତିର ସହିତ ସେ ଯେଉଁ ଶରୀରରେ ଅଛନ୍ତି ଏଟା ଅମୃତତ୍ୱର ପ୍ରବଳ ଶାନ୍ତି, ବୋଲେ ସ୍ପ୍ଲେଣ୍ଡିଡ ଭରପୁର ଶାନ୍ତି, ଶାନ୍ତି ସହିତ ସେଠି ଅଛନ୍ତି। What sort of world is the subtle physical? ସୂକ୍ଷ୍ମ ଭୌତିକ ସ୍ତର ଯେଉଁ ଆପଣ କହିଲେ ସେ ସୂକ୍ଷ୍ମ ଭୌତିକଟା କେଉଁ ପ୍ରକାର ଜଗତ? What sort of form? What sort of world is the subtle physical? ସେ କେଉଁ ପ୍ରକାର ଜଗତ ସେ? the subtle physical or true physical, ସେ କହୁଛନ୍ତି ବର୍ତ୍ତମାନ ଯେଉଁ ଫିଜିକାଲ ଭାଇଟାଲ ମେଣ୍ଟାଲିଟି ଯେ ଆମେ ଦେଖୁଛୁ ବା ଅନୁଭବ କରୁଛୁ ବା ତାକୁ ଭୋଗ କରୁଛୁ ସେଟାକୁ ବାସ୍ତବ ନୁହେଁ, ତାର ଆଉ ଗୋଟେ ରୂପ ଆସିବ। ସେଥିପାଇଁ କୁହନ୍ତି ଟ୍ରୁ ଫିଜିକାଲ। ସଫ୍ଟ ଫିଜିକାଲ ଲେଖି ବ୍ରାକେଟ ଲେଖିଥିଲେ ଟ୍ରୁ ଫିଜିକାଲ, ସୂକ୍ଷ୍ମ ଭୌତିକ ନୁହଁ, ପ୍ରକୃତ ଭୌତିକ ସେ। This subtle physical is a world where things are and happen somewhat like in the physical here. ସେ ଯେଉଁ ସୂକ୍ଷ୍ମ ଭୌତିକ ସ୍ତର କୁହାହେଉଛି ନା, ସେ ସୂକ୍ଷ୍ମ ଭୌତିକ ସ୍ତରର ଜଗତରେ ଘଟଣା ସବୁ ଘଟେ ଯେମିତି ଆମର ଏଇ ଭୌତିକ ସ୍ତରରେ ଘଟୁଛି ସେୟା, ଏଇ ଭୌତିକ ସ୍ତରରେ ଯେମିତି ଘଟୁଛି ସେଇ ପ୍ରକାର ଘଟେ। and happen somewhat like in the physical here, but with a harmony, a beauty and a truth that do not yet exist upon earth. ଯେମିତି ନା ହାରମୋନି, ଗୋଟେ ସଂଗତି, ଆଉ ଗୋଟେ ବିୟୁଟି, ଗୋଟେ ସୌନ୍ଦର୍ଯ୍ୟ ଆଣ୍ଡ ଏ ଟ୍ରୁଥ୍, ସତ୍ୟ, ଆ ମାଧ୍ୟମରେ ଆ ସହିତ ସେ ଜଗତ ଚାଲିଛି। which is yet to exist upon earth, ଯେଉଁଟାକି ଏଇ ପୃଥିବୀରେ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ। ସଂଗତି ଆଉ ସୌନ୍ଦର୍ଯ୍ୟ ଆଉ ସତ୍ୟ, ବାସ୍ତବ ସୌନ୍ଦର୍ଯ୍ୟ, ପ୍ରକୃତ ସୌନ୍ଦର୍ଯ୍ୟ, ଦିବ୍ୟ ସୌନ୍ଦର୍ଯ୍ୟ, ଦିବ୍ୟ ସତ୍ୟ, ଦିବ୍ୟ ସଂଗତି, ଏସବୁ ଏଠି ନାହିଁ। କିନ୍ତୁ ଆକୁ ସବୁ ସେଠି ପ୍ରକାଶିତ ହେଇଛି। ସେ ଜଗତରେ ଏହା ସବୁ ଅଛି ଯେଉଁଟା ଏଠି ନାହିଁ। ଅଦରୱାଇଜ୍ ମୋର ଲେସ୍ ସମାନ। ଆମେ କହୁଛୁ କ'ଣ ନା ଭଗବାନ ବା ସୂକ୍ଷ୍ମ ଭୌତିକ ଏଇ ଆମର ଯେଉଁ ଭୌତିକ ଆ ଭିତରେ ମା ଫରକ କହିଲେ ପ୍ରାୟତଃ ସମାନ, ସେଠି ଯାହା ଏଠି ସେଇଆ, କିନ୍ତୁ ଏଥିରେ ଏଇଆ ଅଛି ଯେଉଁଟାକ ଏଠି ନାହିଁ। ଦିବ୍ୟ ସଂଗତି, ଦିବ୍ୟ ସୌନ୍ଦର୍ଯ୍ୟ, ଦିବ୍ୟ ପ୍ରେମ, ଏ ଦିବ୍ୟ ସତ୍ୟ, ଦିବ୍ୟ ସତ୍ୟ, ଏ ତିନିଟା ଯାକ ସେଠି ଅଛି ଯେଉଁଟା ଏଠି ନାହିଁ। କିନ୍ତୁ ସେଇ ତିନିଟା ହେଉଛି ମେଜର ଡିଫରେନ୍ସ। ଆମେ ଅନ୍ୟ ଦିନ କଥା ହଉଛେ ସୌନ୍ଦର୍ଯ୍ୟ କ'ଣ, ଦିବ୍ୟ ସୌନ୍ଦର୍ଯ୍ୟ କ'ଣ? ଦିବ୍ୟ ସୌନ୍ଦର୍ଯ୍ୟ ଆଖିକି ସୁନ୍ଦର ଦିଶିବା ନୁହଁ। ଆମ ଗୋଟେ ଧାରଣା ଆଖିରେ ସୁନ୍ଦର ଦେଖାଯାଏ ଦିବ୍ୟ ସୌନ୍ଦର୍ଯ୍ୟ। ଦିବ୍ୟ ଶରୀର ପ୍ରକାଶ କରିବ ନା ସୌନ୍ଦର୍ଯ୍ୟ, ଶରୀରରେ ପ୍ରକାଶିତ ହେବ ଦିବ୍ୟ ସୌନ୍ଦର୍ଯ୍ୟ। ଏ ଦିବ୍ୟ ସୌନ୍ଦର୍ଯ୍ୟ କ'ଣ ନା ଯେଉଁ ଶରୀର ଭଗବାନଙ୍କୁ ପ୍ରକାଶ କରିପାରିବ ସେ ହେଉଛି ଶରୀରର ଦିବ୍ୟ ସୌନ୍ଦର୍ଯ୍ୟ। ଯେଉଁ ଶରୀର ଭଗବାନ ପ୍ରକାଶ କରିପାରିବ, କାରଣ ଭଗବାନ ପ୍ରକାଶିତ ହେବେ ଶରୀରରେ। ଇଭିନ୍ ଦି ବଡି ସାଲ୍ ରିମେମ୍ବର ଗଡ୍, ଶାସ୍ତ୍ର କହୁଛି, ସାବିତ୍ରୀରେ ଅଛି, ଇଭିନ୍ ଦି ବଡି ସାଲ୍ ରିମେମ୍ବର ଗଡ୍। ଯଦି ଭଗବାନ ଶରୀରରେ ପ୍ରକାଶିତ ହେବେ, ସେ ଶରୀର ଯେପରି ହେବ ସେଇଟା ହେଉଛି ସୌନ୍ଦର୍ଯ୍ୟମୟ ଶରୀର। ଆଉ ମାନେ ଚିକଣ କରିକି ପାଉଡର ମାଖି ହେଇକି ସୁନ୍ଦର ହେବା ଶରୀର, ସୁନ୍ଦର ଶରୀର ନୁହଁ।
ଶରୀର ଯଦି ଭଗବାନ ପ୍ରକାଶିତ ହେଇଗଲେ ଶରୀର ତ ତା କହନ୍ତିନି ସିଦ୍ଧିପ୍ରାପ୍ତ ହେଇଗଲା, ଶରୀର ସବୁ ସରିଗଲା। ସେ ଶରୀର କ୍ଷୟ ନାହିଁ, ଶରୀର କ୍ଷୟ ହେବନି, ଟିକେ ବି ନାହିଁ, ଡେଟରେସନ୍ ନାହିଁ, କ୍ଷୟ ନାହିଁ, କିଛି ନାହିଁ ତାର। କାରଣ ଭଗବାନ ପ୍ରକାଶିତ, ଭଗବାନ ତ କ୍ଷୟ ନାହିଁ, ଶରୀର କ'ଣ କ୍ଷୟ ହେବ? ତେଣୁ ସେଇ ପ୍ରକାର ଶରୀରରେ ଅଛି ସେଠି। ଏବଂ ଏଇ ସତ୍ୟ ବା ଏଇ ଯେଉଁ ସୂକ୍ଷ୍ମ ଭୌତିକ ଜଗତ ଫିଜିକାଲ, ସେ ଭିତରେ ଏଇସବୁ ଜିନିଷ ଏପର୍ଯ୍ୟନ୍ତ ଆସିନାହିଁ। ୱିଚ୍ ଇଜ୍ ୟେଟ୍ ନଟ୍ ଏକ୍ଜିଷ୍ଟ ଅପନ୍ ଆର୍ଥ। ପୃଥିବୀରେ ଏପର୍ଯ୍ୟନ୍ତ ସେ ପ୍ରତିଷ୍ଠିତ ହେଇନାହିଁ। ତାପରେ ପୁଣି ସେ ପଚାରୁଛନ୍ତି, ମଦର ଟୁ ଲଭ୍ ୟୁ, ଟୁ ଲଭ୍ ଦି ଲର୍ଡ or to love Sri Aurobindo, whom can I love? ଜଣେ ପଚାରିକି ପ୍ରେମ କରିବ ବୁଝିପାରୁନି, ତୁ ତ ଯାହାକୁ ଇଚ୍ଛା ପ୍ରେମ କରିବ କ'ଣ ପଚାରିବ? ହୁତା ପଚାରୁଛନ୍ତି, ମା ତୁମକୁ ନା ଭଗବାନଙ୍କୁ ନା ଶ୍ରୀ ଅରବିନ୍ଦଙ୍କୁ, କାହାକୁ ମୁଁ ଭଲ ପାଇବି, କାହାକୁ ପ୍ରେମ କରିବି? ଲଭ୍ 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 as much as you can the Lord, Sri Aurobindo and me. ଭଲ ପା, ଯେତେ ଭଲ ପାଉ ଭଲ ପା। ଭଲ ପାଇବାରେ ତୁ କିଛି କାଳ୍ପନ୍ୟ କରିବାର ନାହିଁ, କିଛି ହେଳା କରିବାର ନାହିଁ, ଭଲ ପାଇଯା। କାହାକୁ ନା ଦି ଲର୍ଡ ଭଗବାନ ଭଲ ପା, ଶ୍ରୀ ଅରବିନ୍ଦଙ୍କୁ ଭଲ ପା, ମୋତେ ବି ଭଲ ପା। ନନ୍ ଅଫ୍ ଦିସ୍ ଲଭ୍ ଇଜ୍ ୱେଷ୍ଟେଡ୍। ଯାହାକୁ ଭଲ ପାଇବା କଥା ଭଲ ପା, ଭଗବାନଙ୍କୁ ହଉ ବା ମୋତେ ହଉ ବା ଶ୍ରୀ ଅରବିନ୍ଦଙ୍କୁ ଭଲ ପା, ଏ ଭଲ ପାଇବାରେ କିଛି ବି କ୍ଷତି ନଷ୍ଟ ହେବନି। ନନ୍ ଅଫ୍ ଦିସ୍ ଲଭ୍ ଇଜ୍ ୱେଷ୍ଟେଡ୍। ଆମେ ଗୋଟେ ଭୁଲ ଜାଗାରେ ବେଳେ କରୁନୁ, ଭୁଲ ଜାଗାରେ ଯେଉଁଠି ଦେବା କଥା ନୁହଁ ସେ ଦେଇଦେଉ, ଅପାତ୍ରରେ ଦାନ କରିଦେଉ। ଆଉ ଯେଉଁ ଆମର ପିଲାମାନେ ପୁଅ ଝିଅମାନେ ସବୁ ଭଲ ପାଇକି ବାହା ହେଇଯାଉଛନ୍ତି, ତାପରେ ଫଟାଫଟ ଏଇନା ଆମର ସମାଜ ଖାଇଲେ ଆଜିକାଲି ଯାହା ସେଇଟା ଗୋଟେ ମେଜର ଇସ୍ୟୁ ହେଇଗଲା। ସେ ଦୁଇ ଜଣ ପୁଅ ଝିଅ ନିଜ ଭିତରେ ବାହାସାହା ହେଲେ, ତାପରେ ଭଲ ପାଇକି ବାହା ହେଲେ, ତାପରେ କୋର୍ଟ କଚେରୀ ଯାଉଛି, ସାଉଣ୍ଡଟା ଯାଉଛି। କୋର୍ଟ କଚେରୀ ସବୁ କ'ଣ ବୁଝିଲେ? ସବୁଦିନ ବାହାରୁଛି, ଏ ଆନାଲିସ୍ ହେଲା, ସେ ଆନାଲିସ୍ ହେଲା। ଏଠି ଭଲ ପାଇଥିଲେ ଗଲା କୁଆଡ଼େ? ଏ ଭଲ ପାଇବାରେ ପୂର୍ଣ୍ଣତା ନାହିଁ, ରଙ୍ଗ ଡିସିସନ୍। ତମେ ଯଦି ସତ୍ୟରେ କାହାକୁ ଭଲ ପାଇଥିବ, ତାହେଲେ ଜୀବନ ଯାକ ଭଲ ପାଇକି ରହିପାରିବ। କାହିଁ ରହିପାରୁନ? କାହିଁ ରହିପାରୁନ? ତାର କାରଣ ହେଉଛି ଇଟ୍ସ ଏ ରଙ୍ଗ ଚଏସ୍। ସେଠି ଲଭ୍ ଇଜ୍ ୱେଷ୍ଟେଡ୍। ତାଙ୍କର ଲଭ୍ ଇଜ୍ ୱେଷ୍ଟେଡ୍। ଏଠି କରେ ନନ୍ ଅଫ୍ ଦିସ୍ ଲଭ୍ ଇଜ୍ ୱେଷ୍ଟେଡ୍। ହ୍ୟୁମାନ୍ଲି ଆମେ ଯେଉଁ ଭଲ ପାଉ, ସେ ଭଲ ପାଇବାରେ ବିଶେଷ କିଛି ଗୁରୁତ୍ୱ ନଥାଏ, ତାର ଓଜନ ନଥାଏ, ଓଜନ ନଥାଏ। କାହିଁକିନା ତା ପଛରେ କିଛି ସ୍ୱାର୍ଥ ଥାଏ, ଅହଙ୍କାର ଥାଏ, କିଛି ସ୍ୱାର୍ଥ ଥାଏ, ନଥାଏ। ଏଠି ଯେଉଁ ତମେ ଭଲ ପାଇବ, ମାଆଙ୍କୁ ବା ଶ୍ରୀ ଅରବିନ୍ଦଙ୍କୁ ବା ଭଗବାନଙ୍କୁ, ସେ କହୁଛନ୍ତି ଯାହାକୁ ବହୁତ ଭଲ ପାଉଛି ଭଲ ପା, ନନ୍ ଅଫ୍ ଦିସ୍ ଲଭ୍ ଇଜ୍ ୱେଷ୍ଟେଡ୍। ଆଉ ଗୋଟେ କୋଉଠି କହିଛନ୍ତି ଯେ ତୁ ଶ୍ରୀ ଅରବିନ୍ଦଙ୍କୁ ଭଲ ପାଇଲେ ମୋ ପୁଅ ଆସିବ, ମୋତେ ଭଲ ପାଇଲେ ଶ୍ରୀ ଅରବିନ୍ଦଙ୍କୁ ଏକା କଥା। ଯାହାକୁ ଭଲ ପାଇଲେ ବି ଯିବ ସେ। There is only one will governing the world. It is the will of the Lord. ଗୋଟିଏ ସିଦ୍ଧାନ୍ତ ବା ଗୋଟିଏ ଇଚ୍ଛା ବା ଗୋଟିଏ ସଂକଳ୍ପ ସମଗ୍ର ପୃଥିବୀ ପରିଚାଳିତ କରୁଛି। ଇଟ୍ ଇଜ୍ ଦି ୱିଲ୍ ଅଫ୍ ଦି ଲର୍ଡ। ଭଗବାନଙ୍କ ସିଦ୍ଧାନ୍ତ, ଭଗବାନଙ୍କ ସଂକଳ୍ପ। ଆଣ୍ଡ ଆଇ ଏମ୍ ଓନ୍ଲି ହିଜ୍ ଏକ୍ଜିକ୍ୟୁଟିଭ୍ ପାୱାର। ମୁଁ କ'ଣ? ମୁଁ ଭଗବାନଙ୍କ ସେଇ ସିଦ୍ଧାନ୍ତକୁ କାର୍ଯ୍ୟକାରୀ ଶକ୍ତି। ହଁ, କାର୍ଯ୍ୟକାରୀ ଶକ୍ତି। ମୁଁ ତାକୁ କାର୍ଯ୍ୟକାରୀ କରାଏ। ସେଇଟା କ'ଣ? ଗୋଟେ ଚ୍ୟାନେଲ। ନିୟମ କାନୁନ ଭଗବାନ ପାଖରେ, ପାଳନ ହେଉଛି ଆମ ପାଖରେ। ମା ତାକୁ ଆଣି ପାଳନ କରୁଛନ୍ତି। ସୋ ମ୍ୟାନ୍ ମଦର ଇଜ୍ ଏ ଚ୍ୟାନେଲ।
भगवान पाखु जावाई आई एम ओनली हिज एग्जीक्यूटिव पावर ही इज सुप्रीम विजडम एंड सुप्रीम ट्रूथ भगवान होती सर्वोत्तम ज्ञान एवं सर्वोत्तम सत्य सुप्रीम विजडम प्रज्ञा प्रज्ञा supreme wisdom and supreme truth. And he alone knows what is truly good for each one and everybody. He alone knows. ଆଉ କିଏ ତାଙ୍କ ସାଙ୍ଗେ ନେଇ ସେ କେବଳ ଭଗବାନ ଜାଣନ୍ତି ସମସ୍ତଙ୍କ ପାଇଁ କ'ଣ ଭଲ କ'ଣ ଉଚିତ ଭଲ କ'ଣ ଖରାପ କେବଳ ଭଗବାନ ଜାଣନ୍ତି। ଆଉ ଯେଉଁମାନେ ଜାଣନ୍ତି ବୋଲି କହନ୍ତି ସେମାନେ କେହି ଜାଣନ୍ତି। ଆପଣ ମୋ ପାଇଁ ଗୋଟେ ପରାମର୍ଶ ଦେଇପାରନ୍ତି କିନ୍ତୁ ଆପଣ କହିବେନି ଯେ ମୁଁ ତ ଯାହା କହୁଛି ସେଇଟା ହିଁ ଠିକ୍ ଆଉ କେହି କାହା କଥା ଶୁଣିବା ଦରକାର କାରଣ ଆପଣ କହିପାରିବେନି। ଇଭେନ୍ ପ୍ୟାରେଣ୍ଟସ୍ କେବଳ ପ୍ୟାରେଣ୍ଟସ୍ କ'ଣ କେହି କରିପାରିବେ କେବଳ ଭଗବାନ He alone knows what is truly good. ସେ କେବଳ ଜାଣିଛନ୍ତି ପ୍ରକୃତରେ ବାସ୍ତବରେ କ'ଣ ସତ୍ୟ ଭଲ କାହା ପାଇଁ He alone knows what is truly good for each one and everybody. ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ବ୍ୟକ୍ତି ପାଇଁ ଯାହା ସର୍ବୋତ୍ତମ କେବଳ ସେ ହିଁ ଜାଣନ୍ତି ଭଗବାନ। Only let me suggest that you should join your prayer to mine. It might bring a quicker result. ମାସିଜ ପାଇଁ ତାକୁ ଟିକେ ଆଉ କନସେସନ୍ ଦେଲେ ତାଙ୍କୁ କନସେସନ୍ କ'ଣ ଦେଲେ କହିଲେ ମୁଁ ଯେତେବେଳେ ମୋ ପ୍ରାର୍ଥନା ସାଙ୍ଗେ ତୋ ପ୍ରାର୍ଥନା ତୁ ମିଶାଇଲେ ମୁଁ ଯେତେବେଳେ ପ୍ରାର୍ଥନା କରି ଭଗବାନଙ୍କୁ ତୋ ପ୍ରାର୍ଥନା ମୋ ପ୍ରାର୍ଥନା ସାଙ୍ଗେ ମିଶାଇ ଗଲେ କ'ଣ ହେବ ନା କ୍ୱିକର୍ ରେଜଲ୍ଟ ହେବ ଫଳାଫଳ ଶୀଘ୍ର ହେବ। ତୁ ଏକୁଟିଆ ପ୍ରାର୍ଥନା କରୁଛୁ ତ ସେ ପ୍ରାର୍ଥନାକୁ ମୋ ପ୍ରାର୍ଥନା ସାଙ୍ଗେ ମିଶା ମୁଁ ଯେତେବେଳେ ପ୍ରାର୍ଥନା କରେ ତୁ ଯଦି ପ୍ରାର୍ଥନା କରିବୁ ସାଙ୍ଗ ହେଇଛି ମୋ ସାଙ୍ଗେ ମୋ ପ୍ରାର୍ଥନା ସହିତ ପ୍ରାର୍ଥନା ମିଶିବ ଯଦି ରେଜଲ୍ଟଟା କ୍ୱିକର୍ ହେବ ଫଳାଫଳ ଶୀଘ୍ର ହେବ। କି ଚାନ୍ସ ପାଉଥିଲେ ସେଥିରେ ଯେଉଁମାନେ ଥିଲେ ଆମେ ତ ମାଆଙ୍କୁ ପ୍ରାର୍ଥନା କଲାବେଳକୁ ଆମ ମୁଣ୍ଡ ଖରାପ ମାଆଙ୍କୁ ଯେ ଆମେ ପ୍ରାର୍ଥନା କରୁଛୁ ପ୍ରେୟାର କରୁଛୁ ଆମେ ଭାବିପାରୁନୁ ଯେ ମାଆ ପାଖରେ କରିଦେବୁ ମାଆ କହୁଛି ତୁ ମୋ ସାଙ୍ଗେ କର ତାଙ୍କ ଭଗବାନଙ୍କୁ ମୁଁ ପ୍ରାର୍ଥନା କରୁ ତୁ ମୋ ସାଙ୍ଗେ ପ୍ରାର୍ଥନା କର ଭଗବାନଙ୍କୁ ଏବଂ ତୋ ଫଳ ଜଲ୍ଦି ପଳେଇ ଆସିବ। ମା ହେଲେ ଲିଡ୍ କାଇଣ୍ଡଲି ଟାଇମ୍ ନେବେ। Indeed, you are very clever and you know quite well how to argue. ମାଗରେ ତୁ ଭାରି ଚାଲାକ ଅଛୁ। ଆଚ୍ଛା ତାଙ୍କ ଏ ମାଆଙ୍କ ପାଖରେ ଯିଏ ରହୁଛନ୍ତି ଏଇଭଳିଆ କ୍ୱେଶ୍ଚିନ୍ ଆନ୍ସର୍ ଡେଲି ପ୍ରେୟାର ଦେଉଛନ୍ତି ଡେଲି ଆନ୍ସର୍ ପାଉଛନ୍ତି ଆଉ ସେ କ୍ଲେଭର ହେବେନି ତ ଆମ ଭଳିଆ ଫୁଲ୍ ଗଧ ହେବେ। ମା କହିଲେ ପ୍ରକୃତରେ ୟୁ ଆର୍ ଭେରି କ୍ଲେଭର ଆଣ୍ଡ ନୋ କ୍ୱାଇଟ୍ ୱେଲ୍ ହାଉ ଟୁ ଆର୍ଗ୍ୟୁ କେମିତି ତର୍କ କରିବାକୁ ତୁ ଜାଣିଛୁ। ବାବାଜୀ ମହାରାଜ ଥରେ ମହିଳା ପାର୍ଥକ ସମ୍ପର୍କରେ କହୁଥିଲେ ସେ ନୂଆ ନୂଆ ଆମେ ସବୁ ମହିଳା ପାର୍ଥକୁ ବିରୋଧ କରୁଥିବା ପିଲା ସବୁ ପାଖରେ ବସିଥାଉ ସେଇଠୁ କହିଲେ ମୁଁ କହିଲି ମହାରାଜଜୀ ଯେଉଁ ପାର୍ଥକ୍ୟ ହେଉଥିଲା ସେ ପାର୍ଥକ୍ୟ ତ ପୁରୁଷ ପାର୍ଥକ୍ୟ ନଥିଲା ପୁଣି ମହିଳା ପାର୍ଥକ୍ୟ ହେବ ସେ ତ ସାଧାରଣ ପାର୍ଥକ୍ୟ ଥିଲା ପୁରୁଷ ମହିଳା ସବୁ ବସି ପାରୁଛନ୍ତି ଆଉ ମହିଳା ପାର୍ଥକ୍ୟ ହେବ ଆଉ ପୁରୁଷ ପାର୍ଥକ୍ୟ ଅଲଗା ହେବ କହିଲେ ତ ମହିଳାମାନଙ୍କର ସମାଜରେ ଗୁରୁତ୍ୱ ବହୁତ ବେଶୀ ପୁରୁଷମାନଙ୍କର ନାହିଁ ମୁଁ କହିଲି ନାହିଁ ପୁରୁଷମାନଙ୍କର ଅଛି କିନ୍ତୁ ମହିଳାମାନଙ୍କର ତାର ବେଶୀ କାରଣ ସବୁ ପୃଥିବୀର ସବୁ ମହିଳାଙ୍କୁ ଏ ପୃଥିବୀକୁ ସମସ୍ତଙ୍କୁ ମହିଳାମାନେ ସୃଷ୍ଟି କରିଛନ୍ତି ଏପରି ଭଗବାନଙ୍କୁ ମଧ୍ୟ ମହିଳାମାନେ ସୃଷ୍ଟି କରିଛନ୍ତି କିଏ ମହିଳା ନାହିଁ ତ ଜନ୍ମ ଦେଇଛି ମୁଁ ତାଙ୍କ କହିଲି ତ ଭଗବାନକୁ ମହିଳା ଜନ୍ମ ଦେଇଛନ୍ତି ରାବଣକୁ କିଏ ଜନ୍ମ ଦେଇଛି ଅସୁରକୁ କିଏ ଜନ୍ମ ଦେଇଛି ରାବଣ କଂସ ସାଙ୍ଗେ ଟିକେ ବିଗିଡ଼ିବାରେ ତାଙ୍କର ଯେଉଁ ଭଲ ଶ୍ରଦ୍ଧା ପୂର୍ଣ୍ଣ ବିଗିଡ଼ା ତ ତମେ ଖାଲି ତ ତର୍କ କରି ଶିଖିଛ ଆଉ କ'ଣ ଶିଖିଛ ତମେ ଖାଲି ତର୍କ କରି ଶିଖିଛ ମୁଁ କହିଲି ତ କହିଲେ ଶୁଣ ଗୋଟିଏ ଭଗବାନ ଜନ୍ମ ହେଲେ ବି
ହଜାର ବର୍ଷରୁ ନାଶ କରିଦେବ। ଗୋଟିଏ ଭଗବାନ ଜନ୍ମ ହେଲେ ବି 1000 ବର୍ଷ ନାଶ କରିଦେବେ। ତେଣୁ ଭଗବାନଙ୍କୁ ଯେ ସୃଷ୍ଟି କରନ୍ତି ସେ ହିଁ ବଡ଼। ତେଣୁ ମହିଳା ହଉଛନ୍ତି। ତାପରେ ଆମକୁ ଦାୟିତ୍ୱ ମିଳିଗଲା ମାନେ ମହିଳା ପାଠକର ଅର୍ଗାନାଇଜ୍ କରିବା ପାଇଁ କହିବା ପାଇଁ ସବୁ ଜାଗାରେ ମହିଳାମାନଙ୍କ ସ୍ୱତନ୍ତ୍ରତା କ'ଣ ଆମେ ଟ୍ରେନିଂ ନେଇଗଲୁ କହିଦେଲୁ। କହିଲେ ତମେ ଭାରି ଚାଲାକ ତର୍କ କରି ଜାଣ। Yet there are 2 points on which I have something to say. तो तर्क ମୁଁ ଶୁଣିଲି ସବୁ କିନ୍ତୁ ମୋର 2ଟା କଥା ତତେ କହିବା ପାଇଁ। You ask at what time I pray in order to join in the prayer. ଆଗରୁ କହିଲେନି ତୁ ମୋ ପ୍ରେୟାର ଯଦି ଜଏନ୍ କରିବୁ ତାହେଲେ ଶୀଘ୍ର କୁଇକର ରେଜଲ୍ଟ ହେବ। ତୁ ପଚାରୁଛୁ ମୋତେ କେତେବେଳେ ମୁଁ ପ୍ରେୟାର କରେ ତ ମୋ ସାଙ୍ଗେ ପ୍ରେୟାର କରୁ। But you see, I have not a time for prayer. ହଁ ମୋର ପ୍ରାର୍ଥନା ପାଇଁ ସମୟ ନାହିଁ, ନିର୍ଦ୍ଦିଷ୍ଟ ସମୟ ନାହିଁ। और मेडिटेशन ध्यान ବା ପ୍ରାର୍ଥନା ଏଥିରେ ମୋର ସ୍ୱତନ୍ତ୍ର ସମୟ ନାହିଁ। This body lives constantly night and day, even when apparently it is busy with something else in an invocation to the Supreme Lord, asking Him to manifest His supreme truth in this world of falsehood and His supreme law in this world of disharmony. So at any time when you feel like praying, you can do so and your prayer is sure to join mine. କ'ଣ କହିଲେ? କହିଲେ ମୋର ନିର୍ଦ୍ଦିଷ୍ଟ କେତେ ସମୟ ନାହିଁ ଧ୍ୟାନ ପାଇଁ କିମ୍ବା ପ୍ରାର୍ଥନା ପାଇଁ। ଏ ଶରୀରଟା ଏଭଳି ସୃଷ୍ଟି ହେଇଛି ଏ ଶରୀରଟା ଚିରନ୍ତନ ଭାବରେ ଦିନ ରାତି ସବୁବେଳେ ଏପରିକି ବାହାରକୁ ଦେଖାଯାଉଥିବ ବ୍ୟସ୍ତ ଅଛି ବୋଲି ତଥାପି ଇନ୍ ଇନଭୋକେସନ୍ ଟୁ ଦି ସୁପ୍ରିମ୍ ଲର୍ଡ ଭଗବାନଙ୍କୁ ଆହ୍ୱାନ କରୁଛି ସବୁବେଳେ। ଇନଭୋକେସନ୍ ଟୁ ଦି ସୁପ୍ରିମ୍ ଲର୍ଡ ବାହାରକୁ କାମ କଲାବେଳେ ଦେଖାଯାଉଥିବ କିନ୍ତୁ ସେ ଇନଭୋକେସନ୍ ଚାଲିଛି। ଆସ୍କିଂ ହିମ୍ ଟୁ ମ୍ୟାନିଫେଷ୍ଟ ହିଜ୍ ସୁପ୍ରିମ୍ ଟ୍ରୁଥ୍ ଇନ୍ ଦି ୱାର୍ଲ୍ଡ ଅଫ୍ ଫଲ୍ସହୁଡ୍। କ'ଣ ଇନଭୋକେସନ୍ କରୁଛି, କ'ଣ ସେ ପ୍ରାର୍ଥନା କରୁଛି ବା ଆହ୍ୱାନ କରୁଛି ଭଗବାନଙ୍କୁ କହିକି ଏ ଶରୀର କହୁଛି ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ତାଙ୍କର ସର୍ବୋତ୍ତମ ସତ୍ୟ ଏ ମିଥ୍ୟା ଉପରେ ଅବତରଣ ମ୍ୟାନିଫେଷ୍ଟ କରୁଛି। ସୁପ୍ରିମ୍ ଲର୍ଡ ଇନ୍ ଦିସ୍ ୱାର୍ଲ୍ଡ ଅଫ୍ ଆସ୍କିଂ ହିମ୍ ମ୍ୟାନିଫେଷ୍ଟ ଦି ସୁପ୍ରିମ୍ ଟ୍ରୁଥ୍ ଇନ୍ ଦିସ୍ ୱାର୍ଲ୍ଡ ଅଫ୍ ଫଲ୍ସହୁଡ୍। এই ମିଥ୍ୟା ଜଗତରେ ମିଥ୍ୟା ଉପରେ ସର୍ବୋତ୍ତମ ସତ୍ୟ ପ୍ରକାଶିତ ହେଉ and the supreme love in this world of disharmony. এই ଯେଉଁ ଅସଙ୍ଗତିର ଜଗତରେ ଆପଣ ସର୍ବୋତ୍ତମ ପ୍ରେମ ଏଠି ପ୍ରକାଶିତ ହେଉ। କ'ଣ ହେବ? So at any time when you feel like praying, you can do so and your prayer is sure to join mine. କହିଲେ ମୋ ଶରୀର ଏଇଆ ସବୁବେଳେ କରୁଛି ତେଣୁ ତୁ ଯେତେବେଳେ ବି ଚାହୁଁଛୁ ପ୍ରାର୍ଥନା କରିପାରିବୁ କରିବୁ ମୋ ସାଙ୍ଗେ ଜଏନ୍ କରିପାରିବୁ କାରଣ ମୁଁ ସବୁ ସମଗ୍ର ଶରୀର ସବୁ ମୁହୂର୍ତ୍ତରେ ପ୍ରାର୍ଥନାରତ ପ୍ରାର୍ଥନା କରିଚାଲିଛି ସବୁ ମୁହୂର୍ତ୍ତ। ତେଣୁ ତୋ ପାଇଁ ସମୟ ଦରକାର। এই ସମ୍ପର୍କରେ କହିହେବ ଫରେନ୍ରେ ବୋଧେ କିଏ ଜଣେ ଲେଖିଲେ ମା ଏ ମା ଆମେ ସମସ୍ତେ ପୃଥିବୀବାସୀ ଗୋଟେ ସମୟରେ ପ୍ରାର୍ଥନା କରିବାକୁ ଚାହିଁଲେ ଆପଣ କେଉଁ ସମୟ ପ୍ରିଫର କରିବେ? ଆଇ ଏମ୍ ନଟ୍ ସିଓର ଆବାଉଟ୍ ଦି ମେସେଜ୍ ଏଇଭଳିଆ କିଛି ଗୋଟେ। ଏବଂ ତାପରେ ସମୟ ଯେଉଁ ବଢ଼ା ହେଲା ସେ ଭାରତୀୟ ସମୟ ସନ୍ଧ୍ୟା 7:45ରୁ 8:15। ସନ୍ଧ୍ୟା 7:45ରୁ 8:15 ଯେଉଁ ମେଡ଼ିଟେସନ୍ ହୁଏ ପ୍ଲେଗ୍ରାଉଣ୍ଡରେ ଅନ୍ୟାନ୍ୟ ଜାଗାରେ ହୁଏ ସେଇ ସନ୍ଧ୍ୟା 7:45ରୁ 8:15 ଏଇ ଟାଇମ୍ଟା ମା ଭିତରେ କହିଥିଲେ ପ୍ଲେଗ୍ରାଉଣ୍ଡରେ ମାଟି ପରେ ସେ ସମୟରେ ମେଡ଼ିଟେସନ୍ ହୁଏ। ଏବେ ବି ସେ ପଦ୍ଧତି ଅଛି। ମାର୍ଚିଂ ସରିବ ସବୁ ସରିବ 7:45 ହେଇଯାଇଥିବ ସେଇଠି ମେଡ଼ିଟେସନ୍ ହେବ। The second point is that ଗୋଟେ ପଏଣ୍ଟ ଗଲା। Second point is that you say that the Lord gives to people prosperity, children and happiness whenever they ask for it. ଦ୍ୱିତୀୟ କଥାଟି ତୋର ହେଉଛି ଯେ ତୁ କହିଲୁ ଭଗବାନଙ୍କୁ ଯେତେବେଳେ ପ୍ରାର୍ଥନା କରାଯାଏ ଲୋକମାନେ ପ୍ରାର୍ଥନା କରନ୍ତି ଭଗବାନଙ୍କୁ ଅର୍ଥ ଦିଅନ୍ତି ସନ୍ତାନ ଦିଅନ୍ତି ଏବଂ ସୁଖ ଦିଅନ୍ତି ଯେତେବେଳେ ସେମାନେ ପ୍ରାର୍ଥନା କରନ୍ତି ମାଙ୍କୁ ପ୍ରାର୍ଥନା କଲେ ମା ଦେବେ ବା ଭଗବାନ ଦେବେ।
Quite true. ठीक सत बट दे थिंग्स बिलोंग टू द फिजिकल कॉन्शियसनेस एंड नीड नो प्रिपरेशन टू बी रिसीव এই যে জিনিস କହିଲୁ ଅର୍ଥ ହଉ ବା ସନ୍ତାନ ହଉ ବା ଆଉ କ'ଣ ଖୁସି ସୁଖ ଯେଉଁ କହିଲୁ ଏସବୁ ଏଇ ଜଗତର ଜିନିଷ ଏଇ ପାର୍ଥିବ ଜଗତ ଜଗତ ଆମେ ବାସ କରୁ ଏଠି ଆକୁ ପାଇବା ପାଇଁ କିଛି ପ୍ରିପାରେସନ୍ ଦରକାର ନାହିଁ ଅର୍ଥାତ୍ ତୁମେ ଅର୍ଥ ଚାହୁଁଛ କୁହାଯିବ ନାହିଁ ଯେ ତୁମର ଏତିକି ସିଦ୍ଧି ହେଇଥିଲେ ଅର୍ଥ ଦିଆହେବ କିଛି କିଛି ପ୍ରସ୍ତୁତି କିଛି ଦରକାର ନାହିଁ ପ୍ରିପାରେସନ୍ ଦରକାର ନାହିଁ ତା ଭିତରେ ମାଗିଲେ ସେ ଆସିଯିବ ଭଗବାନ ଦେଇଦେବେ ସେଥିପାଇଁ କୌଣସି ବାହ୍ୟ ପ୍ରସ୍ତୁତି ଦରକାର ନାହିଁ ଦେ ଥିଙ୍ଗସ୍ ବିଲଙ୍ଗ ଟୁ ଦ ଫିଜିକାଲ କନସିୟସନେସ୍ କାହିଁକି ନା ଏ ଜଡ଼ ଚେତନା ସହିତ ସମ୍ପୃକ୍ତ ମାନେ এই পুচ্ছ ଯେଉଁ ଚେତନା ଏଇ ଚେତନା ସହିତ ସମ୍ପୃକ୍ତ ତେଣୁ ତାକୁ ପାଇବା ପାଇଁ କୌଣସି ଆଧ୍ୟାତ୍ମିକ ପ୍ରସ୍ତୁତି ଦରକାର ନାହିଁ people can have these things in remaining just as they are ଯେମିତି ଲୋକମାନେ ଅଛନ୍ତି ସେମିତି ଥାଇ ପ୍ରାର୍ଥନା କରିବାକୁ ପାଇବେ ବୁଝେଇଲା କି ନାହିଁ ଏଇସବୁ ଜିନିଷ ପାଇବା ପାଇଁ ଅର୍ଥ ସନ୍ତାନ ଏଇଥିପାଇଁ ପାଇବା ପାଇଁ ଗୋଟେ ବଡ଼ ସାଧନା ଦରକାର ନାହିଁ ପିଲାମାନେ ଏ ଲୋକମାନେ ଯେଉଁ ଅବସ୍ଥା ଅଛନ୍ତି ସେଇ ଅବସ୍ଥା ପ୍ରାର୍ଥନା କରି ପାଇପାରିବେ while you are asking for the greatest thing of all the most difficult the truth ତୁ କ'ଣ ମାଗୁଛୁ ତୁ ମାଗୁଛୁ ଗ୍ରେଟେଷ୍ଟ ଅଫ୍ ଅଲ୍ ସବୁଠାରୁ ବଡ଼ ଯେଉଁ ବସ୍ତୁ ଦି ଗ୍ରେଟେଷ୍ଟ ଥିଙ୍ଗ ଅଫ୍ ଅଲ୍ ଦି ମୋଷ୍ଟ ଡିଫିକଲ୍ଟ ସବୁଠୁ କଷ୍ଟକର ବସ୍ତୁଟା ମାଗୁଛୁ କ'ଣ ସେଇଟା ନା ଟ୍ରୁଥ୍ ସତ୍ୟ ଆଣ୍ଡ ଟୁ ରିସିଭ୍ ଦି ଟ୍ରୁଥ୍ ୱାନ୍ ମଷ୍ଟ ବି ପ୍ରିପେୟାର କରେ ସତ୍ୟ ପାଇଁ ତୁମକୁ ପ୍ରସ୍ତୁତ ଦରକାର ଆଗ ତିନିଟା ପାଇଁ କୁହାହେଲା ପ୍ରସ୍ତୁତ ଦରକାର ଆଗ ତିନିଟା ପାଇଁ କୁହାହେଲା ତୋର କିଛି ପ୍ରସ୍ତୁତ ଦରକାର ତୁ ଯେଉଁ ଯେଉଁ ସେମିତି ପାଇଯାଇପାରିବୁ କିନ୍ତୁ ସତ୍ୟ ଯେଉଁ ଖୋଜୁଛୁ ସବୁଠାରୁ ବଡ଼ ଜିନିଷ ସେ ଜିନିଷ ପ୍ରସ୍ତୁତି ଦରକାର ଆଣ୍ଡ ରିସିଭ୍ ଦି ଟ୍ରୁଥ୍ ୱାନ୍ ମଷ୍ଟ ବି ପ୍ରିପେୟାର କରି କ୍ୟାପେବଲ୍ ଅଫ୍ ସିଇଂ ଆଣ୍ଡ ଫିଲିଂ ଇଟ୍ ସତ୍ୟକୁ ତୁ ଦେଖିପାରୁଥିବୁ ଆଉ ସ୍ପର୍ଶ କରିପାରୁଥିବୁ ଅନୁଭବ କରିପାରୁଥିବୁ ସତ୍ୟ ବୋଲି ଯେଉଁ କହୁଛୁ ସେ ସତ୍ୟକୁ ଖାଲି କଥାରେ ହେବନି ତାକୁ ଅନୁଭବ କରିବାକୁ ପଡ଼ିବ and this demands a big preparation ଏଥିପାଇଁ ଗୋଟେ ବିରାଟ ପ୍ରସ୍ତୁତି ଦରକାର ତୁମ ଭିତରେ ତ ପ୍ରସ୍ତୁତ ହେବା ଦରକାର in fact the truth is always with us ସତ୍ୟ କହିବାକୁ ଗଲେ ବାସ୍ତବ କଥା କହିବାକୁ ଗଲେ ସେ ସତ୍ୟ ଯିଏ ପରମ ସତ୍ୟ ସବୁବେଳେ ଆମ ସାଙ୍ଗରେ ଅଛନ୍ତି କାହିଁକି କହୁଛନ୍ତି ଏଥିପାଇଁ ତ ପ୍ରିପାରେସନ୍ ଦରକାର ସେ ଆଗ ତିନିଟା ପାଇଁ ପ୍ରିପାରେସନ୍ ଦରକାର ନାହିଁ ଆଗ ତିନିଟା କ'ଣ ହେଲା ଅର୍ଥ ସନ୍ତାନ ଆଉ ଖୁସି ଏଗୁଡ଼ାକ ପାଇଁ ପ୍ରସ୍ତୁତି ଦରକାର ନାହିଁ ଏଇଠି ତୁ ଏମିତି ମାଗିଲେ ପାଇଯିବୁ କିନ୍ତୁ ତୁ ଯେଉଁ ମାଗୁଛୁ ସର୍ବୋତ୍ତମ ସତ୍ୟ ମଧ୍ୟ ସେଥିପାଇଁ ଗୋଟେ ପ୍ରସ୍ତୁତି ଦରକାର କାରଣ ସତ୍ୟ ଭଗବାନ ସବୁବେଳେ ଆଭେଲେବୁଲ୍ ଅଛନ୍ତି ଆମ ପାଖରେ ଅଛନ୍ତି ୱାନ୍ ମଷ୍ଟ ପ୍ରିପେୟାର ସତ୍ୟ ପାଇଁ ତୋତେ ପ୍ରସ୍ତୁତି ଦରକାର କ୍ୟାପେବଲ୍ ଅଫ୍ ସିଇଂ ଆଣ୍ଡ ଫିଲିଂ ଇଟ୍ ତୁ ସେ ସତ୍ୟକୁ ଦେଖିପାରୁଥିବୁ ଅନୁଭବ କରିପାରୁଥିବୁ ଆଣ୍ଡ ଦିସ୍ ଡିମାଣ୍ଡସ୍ ଏ ବିଗ୍ ପ୍ରିପାରେସନ୍ ପ୍ରଚଣ୍ଡ ପ୍ରସ୍ତୁତି ହେବା ଦରକାର and prepare for it capable of seeing it. In fact, the truth is always with us, and if we do not see it and feel it, it is because we are not capable of seeing and feeling it. ସତ୍ୟ ସବୁବେଳେ ଅଛି ଆମ ସାଙ୍ଗରେ ଅଛି ଯଦି ଆମେ ତାକୁ ଦେଖିପାରୁନାହୁଁ ବା ଅନୁଭବ କରିପାରୁନାହୁଁ ତାମାନେ ଆମେ ନିଜେ ଦେଖି ଜାଣିନାହୁଁ ଅନୁଭବ କରିଜାଣିନାହୁଁ If you do not see it, and it is because we are not capable of. ଆମେ ଯୋଗ୍ୟ ନୁହଁ ସେ ଦେଖିବା ସେ ଅନୁଭବ କରିବା ପାଇଁ ଆମେ ସାମର୍ଥ୍ୟ ନାହିଁ ତେଣୁ ଆମେ ଦେଖିପାରୁନୁ ଯୋଉ ସବୁ ଦେଖିବା କଥା ସବୁ ଜିନିଷ ଅଛି ନା ଦେଖିପାରିବୁ ଆଖି ଥିଲେ ଦେଖିପାରିବୁ ଆଖି ଥିଲେ ଜଣେ ଦେଖିପାରିବନି ଯାହା ଅଛି ସବୁ କିନ୍ତୁ ଆଖି ଥାଇକି ଅନ୍ଧ ବୋଲି କୁହାଯାଏନି ଆଖି ଥାଇ ଆପଣ ଶୁଣୁନାହାନ୍ତି ଆଖି ଥାଇ ଆମେ ପୁରା ଅନ୍ଧ କେତେ ଦିନ ବାଟ ହୁଡ଼ିବେ କି ଆମେ ଆଖି ଥାଇ ମଧ୍ୟ ଆଖି ନଥିଲା
ଆଖି ଥାଇକି ମଧ୍ୟ ଆମେ ଆଉ ମାନେ ସତ୍ୟକୁ ଖୋଜିକି ଯେଉଁ ଦେଖିବା ଦରକାର ସେ ଦେଖି ଆମେ ଦେଖିପାରିବୁନି, ଏ ଆଖିରେ ଦେଖି ହେବନି। ଦିସ୍ ଇଜ୍ ଦି ରିଜନ୍ ଅଫ୍ ଦି ଡିଲେ। ଯେଉଁ ଡେରି ହେଉଛି, ବିଳମ୍ବ ହେଉଛି ସତ୍ୟ ପ୍ରତିଷ୍ଠା ପାଇଁ, ଏଇଟା ହେଉଛି କାରଣ ଯେ ଆମେ ୱି ଆର୍ ନଟ୍ କ୍ୟାପାବୁଲ୍ ଅଫ୍ ଇଟ୍। ଦି ଲର୍ଡ ଆନ୍ସର୍ସ ଆଟ୍ ୱାନ୍ସ ଅଲ୍ ସିନ୍ସିୟର୍ ପ୍ରେୟାର, ବଟ୍ ୱି ଆର୍ ନଟ୍ ଆୱେୟାର ଅଫ୍ ହିଜ୍ ଆନ୍ସର୍। ଜାଣିପାରୁନି। ଭଗବାନ ନିଜେ ଏତେ ସମ୍ପୂର୍ଣ୍ଣ ସଚେତନ। ଦି ଲର୍ଡ ଆନ୍ସର୍ସ ଆଟ୍ ୱାନ୍ସ ଅଲ୍ ସିନ୍ସିୟର୍ ପ୍ରେୟାର, ବଟ୍ ୱି ଆର୍ ନଟ୍ ଆୱେୟାର ଅଫ୍ ଇଟ୍। ବଟ୍ ୱି ଆର୍ ନଟ୍ ଆୱାର ଅଫ୍ ହିଜ୍ ଆନ୍ସର୍। ଭଗବାନ ସବୁ ଆନ୍ତରିକ ପ୍ରାର୍ଥନାର ପୂରଣ କରନ୍ତି ଓ ଉତ୍ତର ଦିଅନ୍ତି ଆନ୍ତରିକ ପ୍ରାର୍ଥନାର, କିନ୍ତୁ ଆମେ ଜାଣିନୁ ସେ ପ୍ରାର୍ଥନାର ଉତ୍ତର ଆସୁଛି, ଆମେ ଜାଣିନୁ। କି ବିକଳ ଅବସ୍ଥା ଦେଖି ପ୍ରାର୍ଥନା କର ଠିକ୍ ଅଛି, ପ୍ରାର୍ଥନା ଉତ୍ତର ଆସିବ ତମେ ଜାଣିବନି। ମଧ୍ୟ ଥରେ କହିଲେ ଜଣେ ଭଦ୍ରଲୋକ, କହିଲେ ଆପଣ ହ୍ୱାଟ୍ସଆପ୍ ମେସେଜ୍ ପଠାଉଛନ୍ତି, ମୁଁ ରିଟର୍ନ ପଢ଼ିଲେ ପଢ଼ୁନାହାନ୍ତି, ଦେଖୁନାହାନ୍ତି। ମୁଁ ଆରେ ସତ ତ, ମୁଁ ତ ଗୋଟେ ଗ୍ରୁପ୍ରେ 180 ନା 82 ଅଛନ୍ତି, ସେ ଗ୍ରୁପ୍ରୁ ପଠାଇଦେଲି, ଦୈନିକ ଗୋଟେ ମେସେଜ୍ ପଠାଇବା କଥା ପଠାଇଦେଲି। ସେମାନେ କ'ଣ ରିପ୍ଲାଏ କଲେ, ମୁଁ ଦେଖୁଥିଲି 10-12 ଦିନ ହେଲା ଆପଣ ଦେଖିନାହାନ୍ତି କିଛି, ଆଉ ତାକୁ ଦେଖିବାକୁ ବେଳ ହେଉନି, ଖାଲି ପଠାଇବା କଥା ପଠାଇବେ। ସେ କହିଲେ ଯାହା ମା ଯାହା ଉତ୍ତର ଦେଲେ ସେ ଉତ୍ତର ତ ଜାଣିନୁ, ୱି ଆର୍ ନଟ୍ ଆୱେୟାର ଅଫ୍ ହିଜ୍ ଆନ୍ସର୍। ଆମେ ସଚେତନ ନୁହଁ ତାଙ୍କ ଉତ୍ତରରେ କ'ଣ। ତାପରେ କହୁଛନ୍ତି ବିହାଇଣ୍ଡ ଦି ୱିକେଷ୍ଟ ୱିକନେସ୍ ଦ୍ୟାଟ୍ ଇଜ୍ ଦି ସୁପ୍ରିମ୍ ଷ୍ଟ୍ରେଙ୍ଗଥ୍, ଦି ଲର୍ଡସ୍ ଫୋର୍ସ। କହିଲେ ବିହାଇଣ୍ଡ ଦି ୱିକେଷ୍ଟ ୱିକନେସ୍, ସବୁଠାରୁ ଦୁର୍ବଳତା, ୱିକେଷ୍ଟ ୱିକନେସ୍ ସବୁଠାରୁ ଦୁର୍ବଳତା ପଛରେ ମଧ୍ୟ ସୁପ୍ରିମ୍ ଷ୍ଟ୍ରେଙ୍ଗଥ୍ ଦି ଲର୍ଡସ୍ ଫୋର୍ସ, ଭଗବାନଙ୍କର ଶକ୍ତି, ଭଗବାନଙ୍କର ବଳ ଶକ୍ତି ସବୁଠାରୁ ଦୁର୍ବଳ ଯେ ତା ପଛରେ ଅଛି। ଆଉ ତା ପଛରେ ଅଛି ଅନୁମାନ ଛାଡ଼ିବ, ତା ପଛରେ ମଧ୍ୟ ଅଛି ବିହାଇଣ୍ଡ ଦି ୱିକେଷ୍ଟ ୱିକନେସ୍ ଦ୍ୟାଟ୍ ଇଜ୍ ଦି ସୁପ୍ରିମ୍ ଷ୍ଟ୍ରେଙ୍ଗଥ୍ ଦି ଲର୍ଡସ୍ ଫୋର୍ସ, ଭଗବାନଙ୍କ ଶକ୍ତି, ମାଙ୍କର ବା ସୁପ୍ରିମ୍ ଷ୍ଟ୍ରେଙ୍ଗଥ୍ ସର୍ବୋତ୍ତମ ଶକ୍ତି ଭଗବାନଙ୍କର ବଳ ସେଇଠି ଅଛି।